ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ମନ୍ଦିର ଭଦ୍ରକ ସହରଠାରୁ ପ୍ରାୟ 7 କିଲୋମିଟର ଦୂରରେ ଅବସ୍ଥିତ। ଚତୁର୍ଭୁଜା ଭଦ୍ରକାଳୀ ଏଠାରେ ସିଂହ ପୃଷ୍ଠରେ ପଦ୍ମାସନରେ ବିଜେ କରିଅଛନ୍ତି। ଉପର ଭୁଜ ଦୁଇଟି ମଧ୍ୟରୁ ଦକ୍ଷିଣରେ ଖଡ୍ଗ ଓ ବାମ ଭୁଜରେ ଖର୍ପର ଧାରଣ କରିଛନ୍ତି। ତଳଭୁଜ ଦୁଇଟି ମଧ୍ୟରୁ ବାମ ଭୁଜରେ ଜପାମାଳି ଓ ଦକ୍ଷିଣ ଭୁଜରେ ଶିଶୁକୃଷ୍ଣଙ୍କୁ କୋଳରେ ଧରିଛନ୍ତି। ଏହା ଏକମାତ୍ର ଶକ୍ତିପୀଠ ଯେଉଁଠି କାଳୀ ଶ୍ରୀକୃଷ୍ଣଙ୍କୁ କୋଳରେ ଧରିଛନ୍ତି। ଏହି ପୀଠକୁ ଦୁର୍ଗା ମାଧବ ପୀଠ ମଧ୍ୟ କୁହାଯାଏ। ପ୍ରାଚୀନ ମନସ୍ମୃତି ଏବଂ ତନ୍ତ୍ରଶାସ୍ତ୍ର ଅନୁସାରେ ଜଣାଯାଏ ଯେ ତୃତୀୟ ଚତୁର୍ଥ ଶତାବ୍ଦୀରୁ 1200 ଶତାବ୍ଦୀ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଶକ୍ତିପୀଠ ଗୁଡ଼ିକ ପ୍ରସିଦ୍ଧି ଲାଭ କରିଥିଲା। ତନ୍ତ୍ରଶାସ୍ତ୍ରରେ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ପୀଠ ଭାଗରେ ଗଣାଯାଏ। ଓଦ୍ରାକ୍ଷମ ପ୍ରଥମ ପୀଠ, ଦ୍ୱିତୀୟ ଜଳ ଶୈଳକାମୀ, ତୃତୀୟ ପୂର୍ଣ୍ଣ ପୀଠସ୍ତୁ କାମରୂପମ ଚତୁର୍ଥକମ୍। ଓଦ୍ରାଖ, ଶ୍ରୀହଟ୍ଟ, ପୁମାକୋଟି ଏବଂ କାମାକ୍ଷା ଚାରୋଟି ଶକ୍ତିପୀଠ ମଧ୍ୟରୁ ଓଦ୍ରାଖ ଓ ଓଡ଼ିଶା ପ୍ରଥମ ପୀଠ ବୋଲି ଡକ୍ଟର ହରେକୃଷ୍ଣ ମହତାବ ମତ ଦେଇଥିଲେ। ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ଗୁଡ଼ିକ ହେଉଛି ଝଙ୍କଡ଼ ସାରଳା, କଟକ ଚଣ୍ଡୀ, ବ୍ରହ୍ମପୁରର ଭଗବତୀ, ଖିଚିଙ୍ଗର କିଚକେଶ୍ୱରୀ, ବାଙ୍କିର ଚର୍ଚ୍ଚିକା, କାକଟପୁରର ମଙ୍ଗଳା, ପୁରୀର ବିମଳା ପୀଠ, ଯାଜପୁରର ବିରଜା, ସମ୍ବଲପୁରର ସମଲେଶ୍ୱରୀ ଏବଂ ଭଦ୍ରକର ଭଦ୍ରକାଳୀ। ସେମାନେ ମହାକାଳ ଶିବଙ୍କର ଶକ୍ତି। ଏହି ମନ୍ଦିରର ମୂଳ ସ୍ଥାନ ଏଠାରେ ନୁହେଁ ବୋଲି ସର୍ବସାଧାରଣରେ ବିଶ୍ୱାସ କରାଯାଇଥାଏ। ବିଭିନ୍ନ ମହାପୁରୁଷମାନେ ମଧ୍ୟ ଏହି କଥାକୁ ମାନି ଆସିଛନ୍ତି। ଯଦି ଇତିହାସ ସଭ୍ୟତାର ଜୀବନ ହୁଏ ତେବେ କଥା ହେଉଛି ଆମର ଆତ୍ମା। ଯଦିଓ ମହାପୁରୁଷ ଗଣ ଇତିହାସ ଭଳି ଅନୁସନ୍ଧାନମୂଳକ ତଥ୍ୟ ପାଇନାହାନ୍ତି, ତଥାପି ସେମାନେ ଏହି ଇତିହାସର ଗାଥାକୁ ଗୁରୁତ୍ୱ ଦେଇ ଆସିଛନ୍ତି। ଏକ ପୌରାଣିକ କଥାବସ୍ତୁ ଅନୁସାରେ ଭଦ୍ରକ କାଳୀଙ୍କର ମୂଳ ପ୍ରତିମା ଭଦ୍ରକ ସହରର ପୂର୍ବ ଦିଗରେ ଭୂଇଁଆ ମହଲରେ ଏକ ଅତୀତ ସୁନ୍ଦର ମନ୍ଦିରରେ ପୂଜା ପାଉଥିଲେ। ଓଡ଼ିଶାରେ ମୁସଲମାନ ଶାସନ ମନ୍ଦିର ଏବଂ ହିନ୍ଦୁ ପୂଜାସ୍ଥଳୀ ଗୁଡ଼ିକୁ ଧ୍ୱଂସାଭିମୁଖୀ କରାଯାଇଥିଲା। ଦେବୀଙ୍କର ମୂଳ ମନ୍ଦିର ମଧ୍ୟ ମୁସଲମାନଙ୍କ ଆକ୍ରମଣର ଶିକାର ହୋଇଥିଲା। ଏହାପରେ ଭୂଇଁଆ ରାଜବଂଶ ମାଙ୍କୁ ପ୍ରାର୍ଥନା କଲେ ଏବଂ ମା ସ୍ୱପ୍ନରେ ତାଙ୍କର ପୂଜାସ୍ଥଳୀ ସ୍ଥାନାନ୍ତର କରିବା ନିର୍ଦ୍ଦେଶ ଦେଲେ। ଏହାପରେ ଭକ୍ତବୃନ୍ଦ ମାଙ୍କ ପ୍ରତିମାଙ୍କୁ ସାଙ୍ଗରେ ଧରି ସାଳନ୍ଦୀ ନଦୀରେ ପୂର୍ବାଭିମୁଖୀ ହେଲେ। ଏହାପରେ ମା ନଦୀର ଏକ ଅଦୃଶ୍ୟ ହୋଇଗଲେ। ଏକଦା ସ୍ଥାନୀୟ ପିଲାମାନେ ସେହି ନଦୀ କୂଳରେ ଏକ ଭୋଜିର ଆୟୋଜନ କରିଥିଲେ। ପିଲାମାନଙ୍କୁ ସ୍ନେହ କରିଥିବା ଏହି ଦେବୀ ସେଠାରେ ପିଲାମାନଙ୍କ ସହ ସାଧାରଣ ବେଶରେ ମିଶିଥିଲେ ଏବଂ ସେହି ପିଲାମାନଙ୍କ ମେଳରେ ସେଠାରେ ଭୋଜନ ଗ୍ରହଣ କରିଥିଲେ। ସେଥିପାଇଁ ସେହି ସ୍ଥାନର ନାମ ଆହାରପଦା, ଖାଦ୍ୟ ଗ୍ରହଣ କରିବାର ସ୍ଥାନ। ଏହାପରେ ମୁସଲମାନମାନଙ୍କର ବିପଦ ଟଳିଯିବା ପରେ ଏକ ଛୋଟ ମନ୍ଦିର ନିର୍ମାଣ କରାଗଲା ଏବଂ ଦେବୀ ଜଳରୁ ସେହି ମନ୍ଦିରକୁ ସ୍ଥାନାନ୍ତରିତ ହୋଇଗଲେ। ସାଳନ୍ଦୀ ନଦୀର ସେହି ଭାଗଟି ଆଜି ଯାଏ ଭଦ୍ରକାଳୀ ଗଣ୍ଡ ନାମରେ ନାମିତ ହୋଇ ରହିଛି। କିମ୍ବଦନ୍ତୀ ଅନୁସାରେ ଭୂଇଁଆମାନେ ଦେବୀଙ୍କ ପୂଜା କରିବା ପାଇଁ ଯାଜପୁରର ସିଦ୍ଧେଶ୍ୱର ଗ୍ରାମରୁ ବ୍ରାହ୍ମଣମାନଙ୍କୁ ଆଣିଥିଲେ। ଛୋଟ ମନ୍ଦିରଟି ସମୟକ୍ରମେ ଧୀରେ ଧୀରେ ଧ୍ୱଂସ ବିଧ୍ୱଂସ ହୋଇଗଲା। ତେଣୁ ବର୍ତ୍ତମାନର ମନ୍ଦିରଟି 1953ରୁ 1959 ମଧ୍ୟରେ ନିର୍ମାଣ ହୋଇଛି। ଅନ୍ୟ ଏକ କଥା ଅନୁସାରେ ଦେବୀଙ୍କର ମୂଳ ମନ୍ଦିର ମୟୂରଭଞ୍ଜ ଜିଲ୍ଲାର ମେଘାସନ ପର୍ବତରେ ଥିଲା। କୁହାଯାଏ ଶିବଙ୍କର ତାଣ୍ଡବ ନୃତ୍ୟ ସମୟରେ ଶକ୍ତିଙ୍କର ଏକ ଅଂଶ ଆସି ପଡ଼ିଥିଲା ମେଘାସନ ପର୍ବତରେ। ଏହି ପର୍ବତରୁ ସାଳନ୍ଦୀ ନଦୀର ଉତ୍ପତ୍ତି ହୋଇଛି। ସେହି ସ୍ଥାନରେ ତାପସ ବାବା ନାମକ ଜଣେ ତାନ୍ତ୍ରିକ ମା ଭଦ୍ରକାଳୀକୁ ପୂଜା କରୁଥିଲେ। ଏକଦା ଦେବୀଙ୍କର ବାମପଟ ସ୍ତନରୁ ଦୁଗ୍ଧ ଝରିବା ଆରମ୍ଭ ହେଲା ଏବଂ ଗୋଟିଏ ଝରଣା ମିଶି ନଦୀର ରୂପ ନେଲା। ଯେହେତୁ
ଏହି ନଦୀଟି ଶାଳବଣ ଦେଇ ପ୍ରବାହିତ ହେଲା। ଏହାର ନାମ ସମୟାନୁକ୍ରମେ ଶାଳନ୍ଦୀ ନଦୀ ନାମରେ ନାମିତ ହୋଇଥିଲା। ଏହା ଦେଖି ଋଷି ତାପସ ଅତ୍ୟନ୍ତ ଖୁସି ହେଲେ ଏବଂ ଦେବୀଙ୍କର ଆଶୀର୍ବାଦ ସ୍ୱରୂପ ସେହି ନଦୀର ଜଳକୁ ପାନ କଲେ। ଏହାପରେ ତାଙ୍କର ଆତ୍ମା ପରାତ୍ମାଙ୍କ ସହ ମିଳନ ହୋଇଗଲା। ଏହାପରେ ତାଙ୍କର ଶିଷ୍ୟ ଭଦ୍ରନାଥ ଋଷି ତାପସଙ୍କର ଗୋଟିଏ କବର ସ୍ଥାପନ କରି ସେଠାରେ ଦେବୀଙ୍କର ଆରାଧନା କଲେ। ଏକଦା ଆଶ୍ଚର୍ଯ୍ୟାନ୍ୱିତ ଭାବରେ ତାଙ୍କର ଗୁରୁଙ୍କର ଶରୀର ସେହି କବରରୁ ବାହାରକୁ ବାହାରିବା ସେ ଦେଖିଥିଲେ। ବିଚଳିତ ହୋଇ ସେ ପ୍ରାର୍ଥନା କରିବା ଆରମ୍ଭ କରିଦେଲେ। ଅଚାନକ ସେ ଏକ ସ୍ୱର୍ଗୀୟ ସ୍ୱର ଶୁଣିବାକୁ ପାଇଲେ ଯେ ତାଙ୍କୁ ତାଙ୍କର ଗୁରୁଙ୍କର ପିଣ୍ଡଦାନ କରି ନଦୀର ଭସାଇବା ସହ ପବିତ୍ର ହୃଦୟରେ ଦେବୀଙ୍କର ପ୍ରତିମାକୁ ଜଳରେ ସ୍ଥାପନ କରିବା ଉଚିତ। ସେ ମାଙ୍କ ପାଦରେ ଥିବା ପାଉଁଜିର ଶବ୍ଦକୁ ଅନୁସରଣ କରିବ ଏବଂ ତାଙ୍କର ପାଉଁଜିର ଶବ୍ଦ ବନ୍ଦ ହେବା ପର୍ଯ୍ୟନ୍ତ ସେ ତାଙ୍କର ଯାତ୍ରା ଚାଲୁ ରଖିବେ। ଭଦ୍ରନାଥ ମଧ୍ୟ ସେହିପରି କଲେ। ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ସେ ମାଙ୍କର ପାଉଁଜିର ଶବ୍ଦ ଶୁଣିପାରିଲେ ନାହିଁ। ସନ୍ଦେହର ସହ ସେ ଯେତେବେଳେ ପଛକୁ ଚାହିଁଲେ ସେତେବେଳେ ସେଠାରେ ରହିବାକୁ ତାଙ୍କୁ ସେହି ସ୍ୱର୍ଗୀୟ ଶବ୍ଦ ନିର୍ଦ୍ଦେଶ ଦେଲା। ଭଦ୍ରନାଥ ସେଠାରେ ରହିଲେ ଏବଂ ଦେବୀଙ୍କର ପୂଜା କରିବା ଆରମ୍ଭ କରିଦେଲେ। ଏକଦା ଦୁଇ ଚୌହାନ ମରାଠା ଭାଇ ପୁରୁଷୋତ୍ତମ କ୍ଷେତ୍ରକୁ ତୀର୍ଥ ପାଇଁ ଆସିଥିଲେ। ସେମାନେ ସେମାନଙ୍କର ମାର୍ଗ ଭୁଲିଗଲେ ଏବଂ ଗୋଟିଏ ଘଞ୍ଚ ଜଙ୍ଗଲରେ ପ୍ରବେଶ ହୋଇଗଲେ। ଅଚାନକ ସେମାନେ ଉଜ୍ଜ୍ୱଳ ଆଲୋକର ସ୍ପର୍ଶରେ ଆସିଲେ ଏବଂ ତାଙ୍କୁ ପିଛା କରି କରି ଯାଇ ଏକ କୁଡ଼ିଆରେ ପହଞ୍ଚିଲେ। ସେହି କୁଡ଼ିଆଟି ଯୋଗୀ ଭଦ୍ରନାଥଙ୍କର ଥିଲା ଏବଂ ସେଠାରେ ସେ ଦୁଇ ଭାଇ ବିଶ୍ରାମ ନେଲେ। ପରଦିନ ସାନ ଭାଇଟି ଅସୁସ୍ଥ ହୋଇପଡ଼ିଲା। ସେହି କୁଡ଼ିଆରେ ରହି କିଛି ଦିନ ବିଶ୍ରାମ ନେବା ପରେ ତାଙ୍କର ଯାତ୍ରା ଆରମ୍ଭ କରିବାକୁ ତାଙ୍କର ବଡ଼ ଭାଇ ଉପଦେଶ ଦେଲେ। ଯୋଗୀ ଭଦ୍ରନାଥଙ୍କ କନ୍ୟା ଅତ୍ୟନ୍ତ ଯତ୍ନ ଏବଂ ଆଦରର ସହ ସାନ ଭାଇଟିର ଚିକିତ୍ସା କଲେ। ଯେତେବେଳେ ସେ ଭଲ ହେବାକୁ ଲାଗିଲେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଲା। ଚୌହାନ ବାଳକ ଗୋଟିଏ ଅଜବ କଥା ଲକ୍ଷ୍ୟ କଲେ କି ପ୍ରତିଦିନ ଭଦ୍ରନାଥ ଏକ ଅଜଣା ଜାଗାକୁ ଯାଉଛନ୍ତି। ସେ ତାଙ୍କୁ ଅନୁସରଣ କଲେ ଏବଂ ଦିନେ କିଛି ଦୂର ରହି ଗୋଟିଏ ଜାଗାରେ ପହଞ୍ଚିଲେ। ସେଠାରେ ପହଞ୍ଚି ସେ ଦେଖିଲେ କି ଏକାନ୍ତରେ ପୂଜା ପାଉଥିବା ସେ ଦେବୀ ଜଣକ ଆଉ କେହି ନୁହନ୍ତି, ସ୍ୱୟଂ ମହାମାୟା ଭଦ୍ରକାଳୀ। ସେହିଦିନ ରାତିରେ ଯୁବକ ଜଣକ ଗୋଟିଏ ସ୍ୱପ୍ନ ଦେଖିଲେ। ଦେବୀ ତାଙ୍କୁ ଗୋଟିଏ ଫୁଲ ଦେଲେ ଏବଂ ତାଙ୍କ ସକ୍ଷମତାରେ ସର୍ବାଧିକ ଦୂରକୁ ଯିବାକୁ ଆଦେଶ ଦେଲେ, ଯାହାଦ୍ୱାରା ସେ ସେହି କ୍ଷେତ୍ରର ପଥ ପ୍ରଦର୍ଶକ ବନିପାରିବେ। ପରଦିନ ସେହି ଯୁବକଟି ଦେବୀଙ୍କ ପ୍ରଦତ୍ତ ଫୁଲଟି ଧରି ମହାମାୟାଙ୍କୁ ନେଇ ଯାତ୍ରା ଆରମ୍ଭ କଲା। ପାଉଁଜି ଶବ୍ଦ ସହ ଦେବୀ ପଛେ ପଛେ ଚାଲିଲେ। ଯେତେବେଳେ ଯୁବକଟି ଶାଳନ୍ଦୀ ନଦୀର ଶୁଖିଲା ଉପତ୍ୟକା ଦେଇ ଗତି କରୁଥିଲା, ସେହି ସମୟରେ ସେ ଆଉ ଏକ ଦେବୀଙ୍କର ପାଉଁଜିର ଶବ୍ଦ ଶୁଣିପାରିଲା ନାହିଁ। ତେଣୁ ସେ ପଛକୁ ବୁଲି ଦେଖିଲା କି ମା ଏକ ପଥର ମୂର୍ତ୍ତି ହୋଇଯାଇଛନ୍ତି। ରତ୍ନକୁଶର ବର୍ଣ୍ଣାନୁସାରେ ମା ଭଦ୍ରକାଳୀ ଭୂଇଁଆ ବଂଶର କୁଳଦେବୀ ଥିଲେ। ଏହି ମରାଠା ଯୁବକଟି ଭୂଇଁଆ ବଂଶର ପ୍ରତିଷ୍ଠାତା ଥିଲେ। ସେହି ସ୍ଥାନଟିର ନାମ ଥିଲା ଭୂଇଁଆ ମହଲ, ଯେଉଁଟାକି ପ୍ରାଚୀନ ଭଦ୍ରକର ରାଜଧାନୀ ଥିଲା। ଭୂଇଁଆମାନେ ଶାଳନ୍ଦୀ ନଦୀର ଆଖପାଖ ଅଞ୍ଚଳର ଶାସକ ଥିଲେ। ସେମାନେ ମା ଭଦ୍ରକାଳୀଙ୍କର ପୂଜକ ଥିଲେ। ପରବର୍ତ୍ତୀ ସମୟରେ କ୍ରୁର ଆଫଗାନମାନଙ୍କର ଆକ୍ରମଣ ଫଳରେ ସେମାନେ ଦୋଳ ସାହିକୁ ସ୍ଥାନାନ୍ତରିତ ହୋଇଗଲେ। ସେମାନଙ୍କର ଉତ୍ତରାଧିକାରୀମାନେ ଯେଉଁ ସ୍ଥାନରୁ ବିଭିନ୍ନ କ୍ଷେତ୍ରକୁ ପଳାୟନ କରିଲେ, ସେହି ସ୍ଥାନଟି ଭୂଇଁଆ ଉଆସ ନାମରେ ଜଣା। ସେମାନେ ଏବେ ତାଳପଦା ସାହିର ସାମନ୍ତରା ପରିବାର, କୁବେରର ଭୂଇଁଆ ଏବଂ ନଦୀ ଗାଁର କାନୁନଗୋ ପରିବାର ଭାବରେ ଜଣା।
ବର୍ତ୍ତମାନର ଭଦ୍ରକାଳୀ ମନ୍ଦିର ସୀମାରୁ ଉଦ୍ଧାର କରାଯାଇଥିବା ଶିଳାଲେଖରୁ ଦେବୀଙ୍କ ଐତିହାସିକ ପୃଷ୍ଠଭୂମି ବିଷୟରେ ଜଣାଯାଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ହାତୀ ଗୁମ୍ଫାର ଖାରବେଳଙ୍କ ଶିଳାଲେଖ ପରେ ଏହିଟିକୁ ଦ୍ୱିତୀୟ ଶିଳାଲେଖ ଭାବରେ ଗଣାଯାଏ। ଗବେଷକଙ୍କ ମତରେ ଏହି ଶିଳାଲେଖଟି ତୃତୀୟ ଶତାବ୍ଦୀର ବୋଲି ଅନୁମାନ କରାଯାଏ, ଯାହାକି ବର୍ତ୍ତମାନର ଭଦ୍ରକର ଗଣରାଜାଙ୍କ ଦ୍ୱାରା ନିର୍ମିତ ହୋଇଥିଲା। ହରେକୃଷ୍ଣ ମହତାବଙ୍କ ଅନୁସାରେ ଭଦ୍ରକାଳୀ ଶିଳାଲେଖର ମହାରାଜା ଶ୍ରୀ ଗଣ ଗୁପ୍ତ ରାଜବଂଶର ସ୍ଥାପକ ଥିଲେ, କିନ୍ତୁ ଭୂଇଁଆ ମହଲରେ ଥିବା ଭଦ୍ରକାଳୀ ଗୁପ୍ତ ବଂଶର ପ୍ରତିଷ୍ଠାର ଅନେକ ବର୍ଷ ପୂର୍ବରୁ ପୂଜା ପାଇ ଆସୁଛନ୍ତି। କିଛି ବିଦ୍ୱାନଙ୍କ ମତାନୁସାରେ ମା ଭଦ୍ରକାଳୀଙ୍କର ନାମାନୁସାରେ ଭଦ୍ରକର ନାମକରଣ ହୋଇଛି। ପଣ୍ଡିତ ଭାଗୀରଥୀ ନନ୍ଦ ଶର୍ମାଙ୍କ ଅନୁସାରେ, ବରେଶ୍ୱରଙ୍କ ଅନୁସାରେ ବାଲେଶ୍ୱର, ସମଲେଇରୁ ସମଲେଶ୍ୱର, ଭୁବନେଶ୍ୱରରୁ ଭୁବନେଶ୍ୱର ଏବଂ ଦେବୀ ଭଦ୍ରକାଳୀଙ୍କ ଠାରୁ ଭଦ୍ରକ ହୋଇଛି। ଅନ୍ୟ କେତେକ ମଧ୍ୟ ମତ ଦିଅନ୍ତି କି ମା ଭଦ୍ରକାଳୀଙ୍କର ସମ୍ପୂର୍ଣ୍ଣ ନାମରୁ ଭଦ୍ରକ ଉଦ୍ଧୃତ ହୋଇଛି, ଯେପରିକି ପୁରୁଷୋତ୍ତମ ପୁରୀରୁ ପୁରୀ। ବାଲେଶ୍ୱରରୁ ଜିଲ୍ଲା ପ୍ରତିନିଧି ପଞ୍ଚାନନ ବେହେରାଙ୍କ ରିପୋର୍ଟ, ସମୀକ୍ଷା ନ୍ୟୁଜ୍ ଲାଇଭ୍।